ତାରି କଥା ମତେ ଭାରି ମନେ ପଡେ। ମତେ କି ପ୍ରେମ ରୋଗ ଛରି ଲାଗେ ଜାଣେ। ମୁଁ ନିଜକୁ କିଛି ବୁଝି ପାରୁନି। ଭଲ ଲାଗୁନି କି ସେ ମତେ ଫୋନ କରୁନି। କଣ ହେଇଛି? ହ୍ୱାଟ୍ସଆପରେ ସବୁବେଳେ ଚାଟିଂ କରୁଥିଲା, ସେଇଟା ବି ନାହିଁ। ଫେସବୁକ୍ ଇନଷ୍ଟାଗ୍ରାମ ସବୁବେଳେ ଚାଲୁଥିଲା, ସବୁ ବନ୍ଦ କରିଯାଇଛି କାହିଁକି? କାହିଁକି? ଏ ମନ ଆଜି ମୁଁ ତୋରି ମନକୁ ଦେଖି ଚୋରି ହେଇଗଲିଣି ରେ। ମୁଁ ଆଉ ରହିପାରୁନି। ପ୍ଲିଜ୍ ମୋତେ ଥରୁଟିଏ ମୋ ପାଖରେ ଫୋନ୍ କର। ଦିଦି କାନ୍ଦୁଛି ମନ। କଣ କରୁଛୁ ଶ୍ରିୟା? ଚାଲ ହାଜି ପରାମ କରେ, ନୂଆ ବନ୍ଧୁ ବାନ୍ଧବ ଆସିବେ। ତୁ ଏଇଠି କଣ କରୁଛୁ? ଚାଲ ଘରକୁ ଚାଲ, ଏଇ କେଇଟା ଦିନ ଭିତରେ ତୋ ବାହାଘର ହବ। ଚାଲ ଚାଲ ଘରକୁ ଚାଲ। ମୋ ବାହାଘର? କାହା ସହିତ ମା? କାହା ସହିତ? ମୁଁ କଣ କହିବି ଲୋ ମା? ମୁଁ ନିଜେ ବି ବୁଝିପାରୁନି। ଜଣକୁ ମୋ ମନ ଜୀବନଠୁ ବେଶୀ ଭଲ ପାଏ ମା। ମୁଁ ତାଙ୍କୁ ଛାଡ଼ି ବଞ୍ଚି ପାରିବିନି। ମୁଁ ବଞ୍ଚି ପାରିବିନି। ତୁ କଣ କହୁଛୁ ରେ ମା? ତୋ ବାପା ଯଦି এই କଥା ଶୁଣିବେ ତୋର ଅବସ୍ଥା କଣ ହବ ନାଇଁ ଜାଣିପାରୁଛୁ ତ? ନାଇଁ ମା ନାଇଁ। ନାଇଁ ମା ନାଇଁ। ମତେ ଜୀବନରେ ମାରିଦେଲେ ବି ତାଙ୍କୁ ଛାଡ଼ି ପାରିବିନି ମା। ସେ ମୋର ସବୁ କିଛି। ମୁଁ ଭୁଲିବି କେମିତି ମା? ମୁଁ ଭୁଲିବି କେମିତି? କଣ କହିଲୁ ଶ୍ରିୟା? ସେ ତୋର ସବୁ କିଛି ଆଉ ଆମେ ବଡ ହେଇଗଲୁ। ତ ଭଲ ପାଇବା ବଡ ହେଇଗଲା। ବାପା ମା ଆମେ କଣ ତୋ ପାଇଁ ଛୋଟ ହେଇଗଲୁ? ଯଦି ମୋ କଥା ନ ଶୁଣିବୁ ଶ୍ରିୟା, ତୋତେ ଗୋଟିଏ ଝିଅ ବୋଲି କେତେ ଖେଳରେ ରଖିଥିଲୁ, ହେଲେ ତୁ ହେତେ ତଳକୁ ଖସି ଯାଉଛୁ। ମାନ ସମ୍ମାନ ରହିବ ତ? ନାଇଁ ମା ନାଇଁ। ନାଇଁ ମା ନାଇଁ। ସେମିତି କହନି ଲୋ ମା। ମୁଁ ପାଗଳି ହେଇଯିବି। ମୋ ଆଖି ଆଗରେ ତାର ଚେହେରା। ମୁଁ କଣ କରିବି ଲୋ ମା? ମୁଁ ଭୁଲିବି କେମିତି? ମୁଁ ଭୁଲିବି ହେ କେମିତି? ଶ୍ରିୟା, ସେ ପୁଅ କୋଉଠି ର? ଆଉ ତା ଘର କୋଉଠି? ସେ ଦେଖିବାକୁ କେମିତି? କହ ଶ୍ରିୟା, କହ। ହଁ ମା, ହଁ ମା, ସେ ବହୁତ ଭଲ ମା। ମୋ ପାଇଁ ଭଲ। ସେ ଗରିବ ହେଇଥାଉ ମା, ମୋର ଦୁଃଖ ନାହିଁ। ବାହା ହେବି ତ? ବାହା ହେବି ତ? ମନୋଜକୁ ବାହା ହେବି। ମୁଁ ମନୋଜକୁ ବାହା ହେବି। ମନୋଜ, ହେ ଶ୍ରିୟା, ତୁ ପାଗଳି ହେଇଗଲୁ ନା କଣ? ସେ ଗୋଟିଏ ଗରିବ ପିଲା, ତୁ ତାକୁ ଭଲ ପାଉଛୁ। ବାପା ମା ତାହୁ ତାହୁ ଏତେ ବଡ ନିଷ୍ପତ୍ତି ନେଇଗଲୁ। ଚାଲ ଶ୍ରିୟା, ଘର ଭିତରକୁ ଚାଲ। ନାଇଁ ମା ନାଇଁ। ବାସନ ମାଜୁ, ଆରେ ଚାଲ କହୁଛେ।